ମାଛ ଭଜା ତ ଅନେକ ଥର ବନେଇ ଖାଇଥିବେ, କିନ୍ତୁ ଏମିତି ନୂଆ ଶୈଳୀରେ ମାଛ ଭଜା କେବେ ବନେଇଛନ୍ତି? ଯଦି ବନେଇ ନାହାନ୍ତି ନା, ତାହେଲେ ଆଜି ଆମେ ପ୍ରସ୍ତୁତ କରିବା ଗୋଟା କଉ ମାଛ ଭଜା ପ୍ରସ୍ତୁତ କରିବା। ତ ଦେଖିବେ ପିଲାଠୁ ବଡ଼ ସମସ୍ତେ ପସନ୍ଦ କରିବେ। ଯେଉଁମାନେ ମାଛ ଖାଇବାକୁ ପସନ୍ଦ କରନ୍ତିନି ବି ନା ପିଲାମାନେ, ତ ମାଗି ମାଗି ଖାଇବେ, ଏତିକି ଟେଷ୍ଟି ମାଛ ଭଜାଟେ ବନିକି ରେଡ଼ି ହେବ। ତ ଫୁଲ୍ ଭିଡ଼ିଓକୁ ୱାଚ୍ କରନ୍ତୁ, କେମିତି କ'ଣ ବନୁଛି ଜାଣିପାରିବେ। ତ ଚାଲନ୍ତୁ ଲେଟ୍ ନ କରି ରେସିପି ପ୍ରସ୍ତୁତ କରିବା। ନମସ୍କାର, ଜୟ ଜଗନ୍ନାଥ ପାଇଁ ଝିଲି କୁକିଂକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ତ ଦେଖନ୍ତୁ, ଏଇଠି ମୁଁ ଗୋଟା କଉ ନେଇଛି 3ଟି, ତାକୁ ଭଲସେ କ୍ଲିନ୍ କରି ଧୋଇ ଦେଇଛି। ତ ଦେଖନ୍ତୁ ପାଖରୁ ଦେଖାଉଛି, ଏଇଭଳି ପ୍ରୋସେସ୍ରେ ବନେଇବେ ଯଦି ନା, ମାନେ ଦେଖିବେ ପଖାଳ କଷାଏ ଖାଇଯିବେ, କେତେବେଳେ ସରିଯିବ ଜାଣିପାରିବେନି। ତ ଏବେ ଚାଲନ୍ତୁ ପ୍ରସ୍ତୁତ କରିବା। ତ ପ୍ରଥମେ ଆମେ ମାଛକୁ ଆମେ ଟିକେ ଟିକେ କଟିଂ କରିଦେବା। ଏଇଭଳି ଦେଖିବେ ମାଛର ପୁରା ଦେଖନ୍ତୁ, ଏଇଭଳି ପ୍ରୋସେସ୍ରେ ଯଦି କଟିଂ କରିବେ ମାଛକୁ, ତାହେଲେ ଦେଖିବେ ମସଲା ଗୁଡ଼ାକ ପୁରା ମାଛ ପୁରା ଆବଜର୍ବ କରିବ, ପୁରା ଭିତର ପର୍ଯ୍ୟନ୍ତ ଯିବ ମସଲା, ଆଉ ଖାଇବା ପୁରା ଟେଷ୍ଟି ବି ଲାଗିବ। ତ ଏଇଭଳି ପ୍ରୋସେସ୍ରେ ଛୁରୀ ସାହାଯ୍ୟରେ ଆମେ ଟିକେ ଟିକେ କୋଟିଂ କରିଦେବା। ତ 3ଟା ଯାକ ମାଛକୁ ଦେଖନ୍ତୁ ମୁଁ ଏଠି କୋଟିଂ କରିଦେଇଛି। ତ ଏଇ ପ୍ରୋସେସ୍ରେ କୋଟିଂ କରିବି। ଯଦି ଅଧିକା ବଡ଼ ମାଛରେ ବନାଉଛନ୍ତି, ତାହେଲେ ଆପଣମାନେ ଆଉ 2ରୁ 3ଟି ଚିରା ବି ଲଗାଇ ପାରିବେ, ବା ଏଇଭଳି କୋଟିଂ କରିପାରିବେ। ତ କୋଟିଂ ହେଇସାରିବା ପରେ ଏବେ ଚାଲନ୍ତୁ ଆମେ ଦେବା ମସଲାର କୋଟିଂ। ତ ପ୍ରଥମେ ଗୋଟେ ଆମେ ପ୍ଲେଟ୍ ନେବା, ସେଥିରେ ଦେଖନ୍ତୁ ହଳଦୀ ଗୁଣ୍ଡ ନେଇଛି, ଲଙ୍କା ଗୁଣ୍ଡ ନେଇଛି, ପୁଣି ଏଇଠି ମୁଁ ଜିରା ପାଉଡ଼ର ନେଇଛି, ପୁଣି ଗରମ ମସଲା ନେଇଛି। ତ ଆପଣମାନେ ଚାହିଁଲେ ଏଠି ମ୍ୟାଗି ମସଲା ବି ଏଡ୍ କରିପାରିବେ, ଚିକେନ୍ ମସଲା ବି ଏଡ୍ କରିପାରିବେ। ପୁଣି ଅଳ୍ପ ଟିକେ ଆଉ ଟିକେ ସ୍ୱାଦକୁ ବଢ଼ାଇବା ପାଇଁ ପୁଣି ଥରେ ଏଡ୍ କରିବା କସ୍ତୁରୀ ମେଥି, ଆଉ ଯେତିକି ମାଛ ନେଇଥିବେ ନା ସେ ଅନୁସାରେ ନେବେ, ସ୍ୱାଦ ଅନୁସାରେ ଲୁଣ। ପୁଣି ଥରେ ଦେଖନ୍ତୁ, ଏଇଠି ମୁଁ ନେଇଛି 2 ଚାମଚ ନେଇଛି କର୍ଣ୍ଣଫ୍ଲୋର, 2 ଚାମଚ ନେଇଛି ଏଥିରେ ମୁଁ ବେସନ, ପୁଣି ଅଳ୍ପ ଟିକେ ଦେବା ସୋରିଷ ତେଲ। ତ ଦେଖିବେ ମାଛକୁ ସବୁବେଳେ ଯଦି ସୋରିଷ ତେଲରେ ଭାଜିବେ ନା, ତାର ଟେଷ୍ଟ ହିଁ ବଢ଼ିଯାଇଥାଏ। ତ ଏଇଭଳି ସୋରିଷ ତେଲର କୋଟିଂ ଯଦି ଦେବେ ମାଛ ଉପରେ, ତ ଦେଖିବେ ମାଛ ଉପରେ ପରଫେକ୍ଟ ମାତ୍ରାରେ ପୁରା ତା ଉପରେ ମାନେ ମସଲାଟା ପୁରା କୋଟିଂଟା ପୁରା ଲାଗିବ, ଆଉ ଖାଇବା ପୁରା ଟେଷ୍ଟି ଲାଗିବ। ଆଉ ଟିକେ ଟେଷ୍ଟ ତାର ବଢ଼ାଇବା ପାଇଁ ମୁଁ ଏଠି ଭୁଲି ଯାଇଥିଲି, ମୁଁ ଲାଷ୍ଟରେ ଏଡ୍ କରିଛି, ଆପଣମାନେ ଚାହିଁଲେ ପ୍ରଥମରୁ ହିଁ ଏଡ୍ କରିପାରିବେ। ତ ପୁଣି ଅଦା ରସୁଣ କଞ୍ଚା ଲଙ୍କାର ପେଷ୍ଟ ଗୋଟେ ବଡ଼ ଚାମଚ ଏଥିରେ ମୁଁ ଏଡ୍ କରିଛି। ପୁଣି ଥରେ ମସଲାକୁ ଟିକେ ଭଲସେ ଏଇଭଳି ପ୍ରୋସେସ୍ରେ ଟିକେ ମିକ୍ସ କରିଦେବା। ତ ଦେଖନ୍ତୁ ମସଲା ଆମର ରେଡ଼ି ବି ହେଇସାରିଛି। ତ ଏବେ କ'ଣ କରିବା ନା, ଗୋଟେ ଗୋଟେ ମାଛ ପିସ୍ ନେବା, ତା ଉପରେ ମସଲାର କୋଟିଂ ଦେବା। ତ ଦେଖନ୍ତୁ ଏଇ ପ୍ରୋସେସ୍ରେ କୋଟିଂ ଦେବେ। ତ ଯେହେତୁ ଆମେ ତେଲ ଏଡ୍ କରିଥିଲେ, ଆଉ ଅଳ୍ପ ଟିକେ ହିଁ ମୁଁ ସେଥିରେ ପାଣି ଏଡ୍ କରିଥିଲି, ଯେହେତୁ ସେଥିରେ ବେସନ ଏଡ୍ ଥିଲା, ତ ଟିକେ ସୁଖା ସୁଖା ଲାଗିଲା ବୋଲି ମୁଁ ଏଡ୍ କରିଥିଲି। ତ ଆପଣମାନେ ଚାହିଁଲେ ଏଡ୍ କରିବେ, ନହେଲେ କେବଳ ଅଳ୍ପ ଟିକେ ତେଲ ଏଡ୍ କରିବି ଆପଣମାନେ ମସଲାଟି ପୁରା ମିକ୍ସ କରିପାରିବେ। ତ ଦେଖନ୍ତୁ ଯେହେତୁ ତେଲ ଏଡ୍ ଅଛି, ପୁରା ମାଛ ଉପରେ ମସଲାର କୋଟିଂଟା ବହୁତ ବଢ଼ିଆ ଲାଗିଛି। ଯେହେତୁ କେଉଁ ମାଛରେ ସବୁବେଳେ ଦେଖିଏ ମସଲା ଏତେ ପୁରା ପରଫେକ୍ଟ ମାତ୍ରା ଲାଗେନି, କିନ୍ତୁ ସେଇଥିରେ ଯଦି ଆପଣମାନେ ଯଦି ଅଳ୍ପ ଟିକେ ସୋରିଷ ତେଲ ମସଲାରେ ଏଡ୍ କରିଦେବେ, ସେ ପୁରା ମାଛ ଉପରେ ପୁରାପୁରି କୋଟିଂଟା ମସଲାର ଲାଗିଯିବ, ଆଉ ଖାଇବା ପୁରା ଟେଷ୍ଟି ବି ଲାଗିବ। ତ ଏଇ ପ୍ରୋସେସ୍ରେ ଆମେ 3ଟା ଯାକ ମାଛ ଉପରେ ମସଲାର କୋଟିଂ ଦେଇଦେବା। ତ ଆପଣମାନେ ଫୁଲ୍ ଭିଡ଼ିଓକୁ ୱାଚ୍ କରିକି ବନାନ୍ତୁ। ଏଠି ମୁଁ ଛୋଟ ଛୋଟ ଟିପ୍ସ ବି ସେୟାର କରିଛି, ତ ଆପଣମାନେ ଦେଖିକିରି ଘରେ ଇଜିଲି ପ୍ରସ୍ତୁତ କରିପାରିବେ, ଆଉ ସମସ୍ତେ ପସନ୍ଦ ବି କରିବେ। ତ ଦେଖନ୍ତୁ ଏ ପରଫେକ୍ଟ ପୁରା ଆମର ବନିକି ରେଡ଼ି ହେଇଛି। ତ 5 ମିନିଟ୍ ଟିକେ ରେଷ୍ଟ ପାଇଁ ରଖିବା। 5 ମିନିଟ୍ ପରେ ଗୋଟେ କରେଇ ନେବା। କରେଇରେ ପୁଣି ଥରେ ଆମେ ଏଡ୍ କରିଦେବା ସୋରିଷ ତେଲ। ଯେହେତୁ ମାଛ ବନାଉଛନ୍ତି, ତ ସୋରିଷ ତେଲରେ ହିଁ ବନେଇବେ, ତ ବହୁତ ବଢ଼ିଆ ଟେଷ୍ଟି ଲାଗିବ। ଆପଣମାନେ ଚାହିଁଲେ ଏଠି ରିଫାଇନ୍ ତେଲରେ ବି ବନେଇ ପାରିବେ। ତ ଏବେ ଆମେ 4 ସାଇଡ଼୍ କରେଇର ତେଲକୁ ପୁରା ଟିକେ ଗ୍ରୀସ୍ କରିଦେବା। ପୁରା ପ୍ରଥମେ ତେଲକୁ ଟିକେ ଗରମ ହେବାକୁ ଦେବା। ସବୁବେଳେ ମାଛରେ ଯେତେବେଳେ ଭାଜିବେ ଆପଣମାନେ ତେଲକୁ ପ୍ରଥମେ ଗରମ କରିବେ। ତ ଥଣ୍ଡା ତେଲରେ ଯଦି ମାଛକୁ ଏଡ୍ କରିଦେବେ, ମାଛ ପୁରା ଦେଖିବେ ଭାଙ୍ଗିବାର ବି ସମ୍ଭାବନା ଅଛି। ତ ସବୁବେଳେ ଯଦି ତେଲ ଗରମ ହେଇସାରିବା ପରେ ମାଛକୁ ଏଡ୍ କରିବେ, ତ ପରଫେକ୍ଟ ମାତ୍ରାରେ ମାଛଟି ଭାଜି ହେବ, ଆଉ ପୁରା କ୍ରିସ୍ପି ବି ବନିବ, ଆଉ ଦେଖିବେ ଭାଙ୍ଗିବନି ବି, ଆଉ ପରଫେକ୍ଟ ଗୋଟା ମାଛ ହିଁ ବନିକି ରେଡ଼ି ହେବ। ତ ଦେଖନ୍ତୁ କେତେ ବଢ଼ିଆ ମାଛ ଭଜାଟି ଆମର ରେଡ଼ି ହେଇସାରିଲାଣି। ତ ପୁଣି ଥରେ ଆମେ ସେମ୍ ପ୍ରୋସେସ୍ରେ ଆଉ ବାକି ମାଛକୁ ବି ଭାଜିକିରି ଆମେ ବାହାର କରିଦେବା। ତ ଦେଖନ୍ତୁ ଗୋଟେ ସାଇଡ଼୍ ଫ୍ରାଏ ହେଇସାରିଲାଣି। ତ ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ ଯଦି ଭାଜିବେ, ପୁରା ମାଛ ପରଫେକ୍ଟଲି ସିଝିବ, ଆଉ କ୍ରିସ୍ପି ବି ବନିବ। ତ ସେମ୍ ପ୍ରୋସେସ୍ରେ ଦେଖନ୍ତୁ ଏଠି ମୁଁ ମାଛକୁ ଏବେ ଭାଜିକିରି ଏବେ ଗୋଟେ ପ୍ଲେଟ୍କୁ ବାହାର କରିଦେଉଛି। ତ ଏବେ ଆମେ ସେମ୍ ପ୍ରୋସେସ୍ରେ ସବୁ ବନେଇକିରି ମାଛକୁ ଭାଜିକିରି ଆମେ ଗୋଟେ ପ୍ଲେଟ୍କୁ ବାହାର କରିଦେବା। ଇଏ ବନେଇବାଟା ବହୁତ ଇଜି, ଆଉ ଖାଇବା ପୁରା ଟେଷ୍ଟି ଲାଗିବ। ତ ଦେଖିବେ ଏଇ ମାଛ ଭଜା ଯଦି ବନାଉଛନ୍ତି ନା, ସେ ଆମିଷିଆ ସ୍ମେଲ୍ ବିଲକୁଲ ବି ହେବନି। ବହୁତ ବଢ଼ିଆ ପୁରା ୟୁନିକ୍ ରେସିପି।
तो फ्रेंड्स आपन जदि वीडियोटी मोर पसंद आसो सांग मानू सेयार करूँ लाइक करूँ चैनल जदि नुआ अच्छा चैनल को मोर सब्सक्राइब कर दिंतु बेल आइकन क्लिक कर दिंतु जहाँफल मोर सब वीडियो नोटिफिकेशन प्रथम आपण मानक पहुँचो। तो फेसबुक पेज देखुं फेसबुक पेज मोर फॉलो करने को जमार भूलतुनि। तो फाइनाली देखो आम माछ भजा रेसिपी प्रस्तुत हो सारी ता साइड को देखो ये मुझे पिज रखी पूरा पूरी ऑप्शनल अच्छी पुणी भृसंग पत्र जमी सुंदर देखा देखिए माछ भजा को आपण मैंने ये स्नाक्स रे भी खाई परिबे गरम गरम बनई ता सहित पियाज बहुत बढ़िया लगे। तो चिली सॉस टमाटो सॉस सहित भी खाई परिबे चाहिए। तो फाइनाली आमर माछ भजा रेसिपी प्रस्तुत हो सारी आपण मैंने घरे निश्चय ट्राए करूँ। तो एमती देखो माछ भजा को भाजी भाजी खातु कि देखिए भात सहित खातु बहुत बढ़िया पूरा टेस्टी लगे। तो आपण मैंने घरे निश्चय ट्राए करूँ केमती लगिला कौन आपणकर अनुभूति मो सहित सेयार करूँ। तो फुल वीडियो को वाच करके बनाते देखिए परफेक्ट बन और टेस्टी भी रही। तो से पर्यंत रोचे पुणी एक नुआ रेसिपी नहीं आसबि।